ঘিଅ ঘড়ি ପିପୁଡି ଖାଇଗଲା ଭଳି କଣ ରଡି ଛାଡୁଛ? ଦିବୁ ଭଲ ପାଇ ବାହା ହେଇଛି। ହଉ କିଏ ମନା କଲା? ଆରେ ସାଙ୍ଗରେ ବୋହୁ ଧରି ଆସିଛି। ଉତ୍ତମ କଥା। ଆମକୁ ଆଉ ଛତା ବାଡି ଧରି ବୋଉକୁ ଯିବାକୁ ପଡିବନି। ତମେ କେମିତିକା କଥା କହୁଛ? ଆଉ କିଛି ନ ଜଣେଇ? କାଇଁ ତମକୁ ଜଣେଇବ? ତମେ କିଏ କି? ମାନେ ମାନେ କଣ ଏତେ ଉଲ୍ଲାଳୁଛ? ହଁ କିରେ ସେ ତା ମର୍ଜିରେ ବାହା ହେଲା। ବୋଉଟା ତାର ନା ତମର? ହଁ ହୁଣ୍ଡିଟା ଭଳିଆ କଣ ବୋଉ ନେଇଛ? କେ ତମେ କଣ ଏତିକି ଜାଣିନ? କ୍ଷୀରରୁ ଦହି ହୁଏ, ଦହିରୁ ଲହୁଣୀ ହୁଏ, ଲହୁଣୀରୁ ଘିଅ ହୁଏ, ଆଉ ଘିଅ ହେଇ ସାରିଲା ପରେ ସେ ଆଉ କ୍ଷୀର ଦହି ଲହୁଣୀ ୟା ସହିତ ମିଶେ ନାଟି। ଆଉ ସେ ତମକୁ କାହିଁ ପଚାରିବ? ତମେ କଣ କହୁଛ ମୁଁ କିଛି ବୁଝିପାରୁନି। ମଗଜରେ ବୁଦ୍ଧି ଥିଲେ ସିନା ବୁଝନ୍ତ। ଏନ୍ତୁଡ଼ି ଶାଳ ଜନ୍ମ ଦେଲା ବେଳର କଥା କଣ ଆଉ ଅଛି ନାହିଁଟି? ଆଉ ସେ ତମକୁ କାହିଁ ପଚାରିବ? ମତେ କାହିଁ ପଚାରିବ? ସେ ତା ମର୍ଜିରେ ବାହା। ବାପା ଦୀପୁ, ବାପା ମୋତେ କ୍ଷମା କରିବେ, ମୁଁ ନ ଜଣେଇ ବାହା ହେଇଛି। କିନ୍ତୁ କିନ୍ତୁ ରଖି କଥା କହନା। ବାହା ହେଇଛୁ, ଭଲ କରିଛୁ, ଉତ୍ତମ କଥା। ଆଖି ଦୁଶୁରା କଥାଟା ଖୁସିରେ ମୋ ଛାତି ଫାଟି ଯାଉଛି। ହେଲେ ବାପା ଦୀପୁ ଇଆଡେ ଆସିଲୁ ବାବା। କେତେ ଦେଲେ? ଏମିତି ଢଗଢଗ କରି ଅନେଇଯିବ। ମୁଁ ପରା ପଚାରୁଛି ଯୌତୁକ ଟଙ୍କା କେତେ ଦେଲେ? ବାପାର ବାପା ବୋଉ କେହି ନାହାନ୍ତି, ଆଉ ସେ ଅନାଥାଶ୍ରମ ଝିଅ। ଶୁଣୁଛ? ରାଣ୍ଡି ଖଣ୍ଡି ଯୋଉଠୁ ରୁହନ୍ତି ସେଇଠି ଆଇଛି। ଜାତି ଗୋତ୍ର ବଂଶ ବୁଲିଆ ଦେଖି ଗିଟି ଗିଟି ଶୁଣନ୍ତୁ ଆଭା, ନା ମୋତେ କହିବାକୁ ଦିଅ। ସଂସାର କରିବା ପାଇଁ ଦିନକ ପାଇଁ ଆସିନି, ସାରା ଜୀବନ ପାଇଁ ଆସିଛି। ତେଣୁ ସାରା ଜୀବନ ଯୋଉଠି ବିତେଇବି ସେଠି ସବୁ କଥା ଅଛପ ରଖିବି କାହିଁକି? ଶୁଣନ୍ତୁ, ଅନେଶତ ବାତ୍ୟାରେ ବାପ ମା ପରିବାର ସମସ୍ତଙ୍କୁ ହରେଇ ସାରିଲା ପରେ କେହି ଜଣେ ମୋତେ ଦୟାକରି ଅନାଥ ଆଶ୍ରମରେ ଛାଡିଥିଲେ। ମୁଁ ସେତେବେଳେ ଖୁବ୍ ଛୋଟ ଥିଲି। ମୁଣ୍ଡ ବିନ୍ଧିଲା। ଏଇ ମୂଳରୁ ସେ ଇତିହାସ ପାଠ ଗୁଡା ମତେ ଶୁଣାନା। ମୋର ଟଙ୍କା ଦରକାର, ଜାନି ଯୌତୁକ ଦରକାର। ବାପା ବଂଶ ବୁନିଆଦ ଆଭିଜାତ୍ୟ ଯୋଉଠି ଠିକ ଠିକଣା ନାହିଁ, ତୁ ସେଠୁ ବାହାରିଲୁ। ମୋ ପ୍ରଶ୍ନର ଉତ୍ତର ଦେ। କାହିଁକି ମୋ ଉଚ୍ଚ ମଥାକୁ ତଳକୁ କଲୁ? କାହିଁକି ମୋ ମାନ ସମ୍ମାନ ତଳେ ପକେଇଲୁ? କହ। ବାପାଙ୍କ କଥାରେ ଗୋଟି ଗୋଟି କରି ଜବାବ ଦେ। ହରିରାଜପୁର ମଦରାଜଙ୍କ ଘର ପ୍ରସ୍ତାବ ଆସିଥିଲା। କେତେ ଆଡୁ ଆସିଥିଲା? ରାଣୀପୁର ପଟ୍ଟନାୟକରୁ ବାରମ୍ବାର ଫୋନ ଆସୁଛି। ଆମେ କେବଳ କହି ଚାଲିଛୁ ପୁଅ ଆସୁ ସେ ଯାହା କହିବ। ଅଥଚ ତୁ ପୁଅ ଏଇଆ କଲୁ। ବୋଉ, ବଂଶ ବୁନିଆଦ ଆଭିଜାତ୍ୟ ଯଦି ମୁଁ ହରେଇ ବସିଲି, ମତେ ଆଉ କଣ ମିଳିଲା? ସେ ସବୁର ଭରଣା ପାଇଁ ମୋର ଟଙ୍କା ଦରକାର, ଜାନି ଯୌତୁକ ଦରକାର। ଜାନି ଯୌତୁକ ଟଙ୍କା? ହଁ। ଏସବୁ ବଡ କଥା ନୁହେଁ ବାପା। ଆଉ ବଂଶ ବୁନିଆଦ ଆଭିଜାତ୍ୟ? ବଂଶ ବୁନିଆ ଆଭିଜାତ୍ୟ? ହଁ। ଏସବୁ ଗୋଟିଏ ଗୋଟିଏ ରଙ୍ଗୀନ ଢାଙ୍କୁଣୀ ବାପା। ଆଖି ଦୃଶ୍ୟା, ଅନ୍ତଃସାର ଶୂନ୍ୟ, ଆଉ ପିଆଜ ପରି କେବଳ ଚୋପାମୟ। ଆଉ ସେ ଚୋପାକୁ ନେଇ ଜୀବନର ବାସ୍ତବତାକୁ କେବେ ବି ଏଡ଼େଇ ଦେଇପାରିବ? ଯାହାକୁ ନେଇ ସଂସାର କରିବା, ଯାହା ସହିତ ସାରା ଜୀବନ କଟେଇବି, ମୋ ଜୀବନର ସୁଖ ଶାନ୍ତି ଯୋଉଠି ଯୋଡ଼ି ରହିଛି ସେଠି ମୁଁ ଟଙ୍କା ପଇସା ହିସାବ ସେଠି ମଣିଷ ପଣିଆକୁ ଦେଖିଛି, ହ୍ୟୁମାନିଟିକୁ ପରଖିଛି। ନିଜ ଚିନ୍ତାଧାରା ସହିତ ମେଳ ଖାଇବାକୁ ମୁଁ ଦୌଡୁଛି। ଦିବୁ ଗୋଟେ କଥା ପଚାରୁଛି, କହିପାରିବ? ଜାନି ଯୌତୁକ ଆଣି କୋଉ ଗୋଟେ ଖାନଦାନ ଝିଅକୁ ବୋହୁ କରି ଏ ଘରକୁ ଆଣିଥାନ୍ତି। କାଲି ସକାଳେ ତା ସହିତ ଯଦି ମୋର ମନ ମିଳିନଥାନ୍ତା, ସିଏ ଯଦି ମୋତେ ମିସବିହେଭ୍ କରିଥାନ୍ତା, ତୁ ସହିପାରିଥାନ୍ତୁ? କହ ବୋଉ, ଶାଶୁ ଶ୍ୱଶୁର ହିସାବରେ ସିଏ ଯଦି ତମମାନଙ୍କୁ ବେଖାତିର କରିଥାନ୍ତା, ତାହେଲେ ତୋର ସୁଖ ଶାନ୍ତିର ସଂସାରଟା କଣ ହେଇଥାନ୍ତା? ପଳାଶ ଫୁଲଟା ଆଖିକୁ ସୁନ୍ଦର ଦିଶୁଥିଲେ ବି ସେଥିରେ ମହକ ନଥାଏ ବୋଉ। ଚିକ୍ ଚିକ୍ କରୁଥିବା ସବୁ ଧାତୁ ସୁନା ନୁହେଁ। ତେଣୁ ମୁଁ ଆଗକୁ ଜାଣିଛି, ତନ ତନ କରି ପରଖିଛି। ମୁଣ୍ଡ ବିନ୍ଧିଲାରେ ବାବା। ଏଇ ବାବା ଦିବୁ, ଗଲୁ ବାବା। ତୁ ଯୋଉଠୁ ଆସିଥିଲୁ ସେଠିକି ଗଲୁ। ତୁ ଏଠି ରହିଲେ ମୋ ମୁଣ୍ଡ ବିନ୍ଧା ହଉଛି। ତାର ଅର୍ଥ? ଅର୍ଥ ଜମା ଖୋଜନା, ଅର୍ଥ ଜମା ଖୋଜନା। ଦିବସ, ଅର୍ଥ ସର୍ବସ୍ୱ ଦୁନିଆରେ। ଅର୍ଥ ବିନା କେହି ପାଦଟିଏ କାଢିବା ଦେଖିଛ? ନା। ଧନ ନଥିଲେ ମନର କିଛି ମାନେ ନଥାଏ। ଆହା। ଖାଲି ସ୍ୱପ୍ନ ଦେଖିଲେ କା ପେଟ ପୁରେ ନା, କି ଅଣ୍ଟି ବି ଭରେ ନା। ଖାସା କଥାଟେ କହିଲୁ ମା, ପେଟ ମୋର ପୁରୀ ଗଲା। ହେଲେ ମା, ମୋର ଆଉ ଗୋଟେ କଥା କହିଲୁ। ଆମର ଏଇ ଦିବୁ ମା, ମୋ ପୁଅ
ତୋର କେତେ ନମ୍ବର ଗରାଖ? ମାନେ ବୁଝିପାରିଲିନି। ଏଇଠି ସେ ବୁଝିପାରିଲାନି। ଜାଲ ଜାଲ ପକେଇ କେତେ ଜଣକୁ ତୁ ପାଲରେ ପକେଇଛୁ, ତା ଭିତରୁ ଆମ ଦିବୁର ସିରିଏଲ ନମ୍ବରଟା କେତେ? କହିବା ଗୋଟେ ସୀମା ଅଛି, ବୁଝିଲ? ସେ ସୀମା ତୁ ଲଙ୍ଘନ କରୁଛୁ, ତାଙ୍କୁ କହିବାକୁ ତୁ ବାଧ୍ୟ କରୁଛୁ। ଧୀର କହ, ଗଳା ଫାଟିଯିବ। ମୁଁ ଆସ୍ତେ କିନି ବୁଝେଇ ଦଉଛି, ପ୍ରେମ ବୋଲି ଯୋଉ 2 ଟଙ୍କିଆ ଅତର ସେ ଶକ ମୋର ନାହିଁ। ସୁତରାଂ ମହାଭାରତର ସେଇ ଦୁର୍ଯ୍ୟୋଧନ ଭଳି ମୁଁ ବି କହିବାକୁ ଚାହେଁ, ବିନା ଟଙ୍କାରେ ଛୁଞ୍ଚି ମୁନର ମୁନେ ଜାଗା ତମକୁ ମୁଁ ଦେବିନି।